ଦେଖନ୍ତୁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କର ଏଇଟା ପ୍ରଥମ ଓଡ଼ିଶା ଗସ୍ତ ଏବଂ 18 ତାରିଖରେ ଆସୁଛନ୍ତି। ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଆମେ ଜିଲ୍ଲା ଏବଂ ରାଜ୍ୟ ତରଫରୁ ଦିଆଯିବ ଏବଂ ବିଶେଷ କରି ଆମର ସୌଭାଗ୍ୟ ଭୁବନେଶ୍ୱର ଜିଲ୍ଲାର ପ୍ରଶିକ୍ଷଣ ଶିବିର ଯେଉଁଟା ହେବ ସେଥିରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିବେ ଆମ ସାଙ୍ଗରେ। ତେଣୁ ଇଏ ଗୋଟେ ଐତିହାସିକ କାର୍ଯ୍ୟକ୍ରମ ଆମ ପାଇଁ। ଭୁବନେଶ୍ୱରରେ ଏଭଳିଆ କୌଣସି ଲମ୍ବା ସମୟ ଭିତରେ କୌଣସି ସମୟରେ ପ୍ରଶିକ୍ଷଣ ଶିବିରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିବା ଏ ଆମ ପାଇଁ ଗୋଟେ ସୌଭାଗ୍ୟ ଅଛି। ତେଣୁ ଯେହେତୁ ବର୍ତ୍ତମାନ ସମୟରେ ପଶ୍ଚିମବଙ୍ଗ ଏବଂ ଆସାମର ଯେଉଁ ବିଜୟ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆସୁଛନ୍ତି, ତେଣୁ କାର୍ଯ୍ୟକର୍ତ୍ତା ଉତ୍ସାହିତ ଅଛନ୍ତି। ତେଣୁ ଆଜି ସେଥିପାଇଁ ଆମର ପ୍ରସ୍ତୁତି ବୈଠକ ଥିଲା। ଆମର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ସଭାପତି ସମୀର ଭାଇ, ଆମର ବରିଷ୍ଠ ନେତା ତଥା ମନ୍ତ୍ରୀ ଅରବିନ୍ଦ ଢାଲି, ଆମର ବରିଷ୍ଠ ନେତା ତଥା ଆମର ମଧ୍ୟ ଭୁବନେଶ୍ୱରର ପ୍ରାର୍ଥୀ ଜଗନ୍ନାଥ ଭାଇ, ଆମର ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଭାଇ ଏବଂ ରାଜ୍ୟର ସମ୍ପାଦକ ତଥା ଭୁବନେଶ୍ୱର ଜିଲ୍ଲାର ପ୍ରଭାରୀ ସରୋଜ ଭାଇ ଏବଂ ସମସ୍ତ ପ୍ରମୁଖ କାର୍ଯ୍ୟକର୍ତ୍ତା ଆଉ ସମସ୍ତ ମଣ୍ଡଳର ପଦାଧିକାରୀ, ସମସ୍ତ ଶକ୍ତି କେନ୍ଦ୍ରର ପ୍ରମୁଖ ଏବଂ ଜିଲ୍ଲା ତଥା ରାଜ୍ୟର ସମସ୍ତ ନେତୃବୃନ୍ଦ ଆଜି ଥିଲେ ପ୍ରସ୍ତୁତି ବୈଠକରେ। ଆଉ ଆଜିର କାର୍ଯ୍ୟକ୍ରମ ଆଗାମୀ କାର୍ଯ୍ୟକ୍ରମକୁ କିଭଳି ଆଉ ସରସ ସୁନ୍ଦର କରିବା, ଭବ୍ୟ କରିବା ଏବଂ ଐତିହାସିକ ଗ୍ରସ୍ତ ଆମେ ତାକୁ କିଭଳି ଠିକ୍ ଭାବରେ ପରିଚାଳନା କରିବା ଏବଂ ଯେଉଁ ପ୍ରଶିକ୍ଷଣ ରହିବ, ଯେହେତୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ରହୁଛନ୍ତି, ତାର ଯେଉଁ ଡିଟେଲିଂ ଆଜି ଏଠି ବୈଠକରେ କରାହେଲା। ତେଣୁ ବିଶଦ ଭାବରେ ପୁଣି ପରବର୍ତ୍ତୀ ସମୟରେ ଆହୁରି ଆମେ ଯେଉଁ ଜାଗାରେ ହେବ ତାର ଯୋଜନା ବି କରାହେଉଛି। ତେଣୁ ଡିଟେଲ ପ୍ଲାନିଂ କରାହେଲା ମାଇକ୍ରୋ ଲେବୁଲ୍ ପର୍ଯ୍ୟନ୍ତ କିଭଳିଆ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ହେବ। ତେଣୁ ସେଥିପାଇଁ ଆଜି ପ୍ରସ୍ତୁତି ବୈଠକ ଥିଲା ଆଉ ସମସ୍ତଙ୍କୁ ଉପସ୍ଥିତରେ ସମସ୍ତଙ୍କୁ ଅନୁରୋଧ କରାହେଲା ଯେମିତି ସମସ୍ତେ ସହଯୋଗ କରିକିରି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ।